ଟିଆ ଘର ଭୋଜି ମାନେ ମିକ୍ସ ଘାଣ୍ଟ ତରକାରୀଟେ ତ ନିଶ୍ଚୟ ହେଇଥିବ ନା କ'ଣ? ଆଉ ଭୋଜିର ଘାଣ୍ଟ ତରକାରୀର ଟେଷ୍ଟଟା ପୁରା ଅଲଗା ପ୍ରକାରର। ତ ଚାଲନ୍ତୁ ଆଜି ଭୋଜି ଷ୍ଟାଇଲ୍ ଘାଣ୍ଟ ତରକାରୀ ପ୍ରସ୍ତୁତ କରିବା। ତ ପ୍ରଥମେ ମୋ ଘରେ ଆଭେଲେବଲ୍ ଥିବା ପରିବା ସବୁକୁ ଛୋଟ ଛୋଟ କରି କାଟି ନେଇଛି। ତା ସହ କିଛି ସୋୟା ବଡ଼ିକୁ ବୁତିରେଇ ଛାଣି ରଖିଦେଇଛି। କଡ଼େଇରେ ତେଲ ଗରମ କରି ଗୋଟି ଗୋଟି କରି ସବୁ ପରିବା ଓ ସୋୟା ବଡ଼ିକୁ ଭଲ ଭାବରେ ଭାଜି ଅଲଗା କରି ରଖିଦେଲି। ପୁଣି ଗୋଟେ କଡ଼େଇରେ ତେଲ ନେଲି। ତେଲ ଭଲ ଭାବେ ଗରମ ହେଲା ପରେ ସେଥିରେ ଜିରା, କଞ୍ଚାଲଙ୍କା ଓ ପିଆଜ ପକାଇ ପିଆଜ ଅଳ୍ପ ଲାଲ ହେଲା ପର୍ଯ୍ୟନ୍ତ ଭାଜି ନେଲି। ସେଥିରେ ଅଧା ଚାମଚ ହଳଦୀ ଓ ଗୋଟେ ଚାମଚ କାଶ୍ମୀରୀ ଲଙ୍କାଗୁଣ୍ଡ ପକାଇ ଭାଜିଲି। ତାପରେ 2 ବଡ଼ ଚାମଚ ଅଦା ରସୁଣ ବଟା ପକାଇ ମସଲାରୁ କଞ୍ଚା ସ୍ମେଲ୍ ଯିବା ଯାଏ ଭଲରେ ଭାଜିଲି। ମସଲା ଭଲରେ ଭାଜି ହେଲା ପରେ ସେଥିରେ ସବୁ ବେସିକ୍ ମସଲା ଗୁଣ୍ଡ ଓ ଅଳ୍ପ ଚିକେନ୍ ମସଲା ଦେଇ ଭଲରେ କଷିଦେଲି। ତାପରେ 2ଟି ମିଡ଼ିୟମ୍ ସାଇଜ୍ ଟମାଟୋକୁ ପ୍ୟୁରି ବନେଇ ସେଥିରେ ଛାଡ଼ିଦେଲି ଆଉ ତା ସହିତ ଅଳ୍ପ ଲୁଣ ମଧ୍ୟ ଦେଇଦେଲି। ମସଲା ଭଲ ଭାବରେ କଷି ହେଲା ପରେ ସବୁ ଭଜା ପରିବା ଓ ସୋୟା ବଡ଼ିକୁ ଦେଇ ପରିବା ମୁତାବକ ଲୁଣ ଆଡ଼୍ କରିଦେଲି। ତାପରେ ଅଳ୍ପ ବନ୍ଧାକୋବିକୁ ମିଡ଼ିୟମ୍ ସାଇଜ୍ କଟ୍ କରି ପରିବା ତକରେ ଛାଡ଼ିଦେଲି। ପରିବା ସବୁ ଭଲରେ ସିଝିଲା ପରେ ସେଥିରେ 1 ଚାମଚ ଗରମ ମସଲା ଓ ଧନିଆ ପତ୍ର ଦେଇ ସର୍ଭ କରିଦେଲି ଗରମା ଗରମ ସୁସ୍ୱାଦୁ ଭୋଜି ଷ୍ଟାଇଲ୍ ଘାଣ୍ଟ ତରକାରୀ। ରେସିପିଟି ଭଲ ଲାଗିଥିଲେ ନିଶ୍ଚୟ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ରହିଲି।